ଜୟ ଜଗନ୍ନାଥ ସାଙ୍ଗମାନେ, ନମସ୍କାର ଦର୍ଶକ ବନ୍ଧୁ। ଆଷାଢ଼ ମାସର ଦ୍ୱିତୀୟ ତିଥିରେ ଅନୁଷ୍ଠିତ ହୋଇଥାଏ ଜଗତର ନାଥ ଜଗନ୍ନାଥଙ୍କର ରଥଯାତ୍ରା। ଏହି ଦିନ ତିନି ଠାକୁର ରଥରେ ବସି ମାଉସୀ ମା ଗୁଣ୍ଡିଚା ମନ୍ଦିରକୁ ଯାଇଥାନ୍ତି। କିନ୍ତୁ ସାରା ଜଗତ କହେ ଜଗା ଯାଉଛି ମାଉସୀ ଘରକୁ। ସତରେ କ'ଣ ଜଗନ୍ନାଥଙ୍କ ମାଉସୀ ମା କିଏ? କ'ଣ ରହିଛି ମାଉସୀଙ୍କ ଭାବବହୁଳ କାହାଣୀ? ଜଗନ୍ନାଥଙ୍କୁ କାହିଁକି ପୋଡ଼ପିଠା ଏତେ ପସନ୍ଦ? ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ସତ୍ୟତାର କାହାଣୀ। ବନ୍ଧୁଗଣ, ନୀଳାମୟ ହରିଙ୍କର ବିଭିନ୍ନ ଯୁଗରେ ବିଭିନ୍ନ ନୀଳା। କିନ୍ତୁ ସମସ୍ତ ନୀଳା ଭିତରେ ମାତୃନୀଳାକୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଇଛନ୍ତି। ସଂସାରକୁ ଇସାରାରେ ନଚଉଥିବା ଜଗନ୍ନାଥ ମାଙ୍କ ଆଗରେ ତରଳି ଯାଆନ୍ତି। ଯେତେବେଳେ ମନ୍ଦିର ଓ ବିଗ୍ରହ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା, ମହାପ୍ରଭୁ ବିଷ୍ଣୁ କହିଲେ, ହେ ରାଜା ଇନ୍ଦ୍ରଦ୍ୟୁମ୍ନ, ତୁମର ସହାୟତାରେ ମୋର ଜଗନ୍ନାଥ ଅବତାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ତୁମେ ମୋତେ ଯେକୌଣସି ବର ମାଗ। ଏହା ଶୁଣି ରାଜା କହିଲେ, ହେ ପ୍ରଭୁ, ତୁମେ ଯଦି ସତରେ ମୋତେ କିଛି ଦେବା ପାଇଁ ଚାହୁଁଛ, ତେବେ ମୋତେ ଅପୁତ୍ରିକ କରିଦିଅ, ଯାହାଫଳରେ ମୋ ପରେ କେହି କହିପାରିବେ ନାହିଁ ଯେ ଏହି ମନ୍ଦିର ମୋର ପୂର୍ବଜମାନେ ନିର୍ମାଣ କରିଛନ୍ତି। ପ୍ରଭୁ, ମୋତେ ଗୋଟିଏ କଥା ଦିଅନ୍ତୁ। କାଳକ୍ରମେ ଯଦି ମନ୍ଦିର କ୍ଷତିଗ୍ରସ୍ତ ହୁଏ, ଆପଣ ଶ୍ରୀକ୍ଷେତ୍ର ଛାଡ଼ି କୁଆଡ଼େ ଯିବେ ନାହିଁ। ଏସବୁ ଶୁଣି ଭଗବାନ ତଥାସ୍ତୁ କହିଲେ। କିନ୍ତୁ କିଛି ଦୂରରେ ରାଣୀ ଗୁଣ୍ଡିଚା ଛିଡ଼ା ହୋଇ ସବୁ କଥା ଶୁଣୁଥାନ୍ତି ଏବଂ ମନ ଭିତରେ ଅନାଯାତ ଦୁଃଖର ଢେଉକୁ ଜାବୁଡ଼ି ରଖିବାକୁ ଚେଷ୍ଟା କରନ୍ତି। କାରଣ କୌଣସି ସ୍ତ୍ରୀ ବି ଅପୁତ୍ରିକ ହେବା ପାଇଁ ଚାହେଁ ନାହିଁ। ପ୍ରଭୁ ତ ଅନ୍ତର୍ଯ୍ୟାମୀ, କେମିତି ରାଣୀ ଗୁଣ୍ଡିଚାଙ୍କ ମନର ଦୁଃଖ ଜାଣିପାରିବେ ନାହିଁ? ସେହି ସମୟରେ ମହାପ୍ରଭୁ ରାଣୀ ଗୁଣ୍ଡିଚାଙ୍କ ପାଖକୁ ଆସିଲେ ଆଉ କହିଲେ, ମା, ତୁ ମନ ଦୁଃଖ କରନାହିଁ। ମୁଁ ପରା ତୋର ପୁଅ। ମୁଁ ତୋର ମନ ରଖିବା ପାଇଁ କହୁନାହିଁ। ଆଷାଢ଼ ମାସର ଦ୍ୱିତୀୟ ତିଥିରେ ମୋର ଏକ ଭବ୍ୟ ରଥଯାତ୍ରା ଅନୁଷ୍ଠିତ ହେବ। ସେହି ରଥଯାତ୍ରାରେ ବସି ମୁଁ ତୋର କୋଳକୁ ଧାଇଁଯିବି ଏବଂ ଏହି ରଥଯାତ୍ରାକୁ ଦେବତା, ଦାନବ, ଗନ୍ଧର୍ବ, ମନୁଷ୍ୟ ଓ ସମସ୍ତ 56 କୋଟି ଜୀବ ଦେଖିବା ପାଇଁ ବ୍ୟାକୁଳ ହେବେ ଓ ସମସ୍ତେ ଜାଣିଯିବେ ଯେ ଜଗନ୍ନାଥ ତୋରି ପୁଅ। ଏହାପରେ ଯାଇ ଦେବୀ ଗୁଣ୍ଡିଚାଙ୍କ ମନରେ ଟିକିଏ ହସ ଖେଳିଗଲା। ସେହି କଥାରୁ ଆମେ ଜାଣିଲେ ଯେ ଗୁଣ୍ଡିଚା ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କର ମା। ତାଙ୍କର ମାଉସୀ ମା କିଏ? ହଁ ଆଜ୍ଞା, ପ୍ରଭୁ ଜଗନ୍ନାଥଙ୍କର ମାଉସୀ ମା ହେଉଛନ୍ତି ଅର୍ଦ୍ଧଶୋଷିଣୀ ଦେବୀ। ତାଙ୍କୁ ସମସ୍ତେ ଅଧାସିନୀ ଦେବୀ ବୋଲି ମଧ୍ୟ କହିଥାନ୍ତି। ସେ ଥରେ ଶ୍ରୀମନ୍ଦିରକୁ ରକ୍ଷା କରିବା ପାଇଁ ସମୁଦ୍ରର ଜଳ ଅଧା ଶୋଷି ନେଇଥିଲେ। କୁହନ୍ତି, ତାଙ୍କର ମାଉସୀ ମା ଥିବା ପର୍ଯ୍ୟନ୍ତ ପ୍ରଭୁ ଜଗନ୍ନାଥଙ୍କୁ କୌଣସି ବିପଦ ଆସିପାରିବ ନାହିଁ। ସେ ସବୁବେଳେ ଶ୍ରୀକ୍ଷେତ୍ର ରକ୍ଷା କରିବା ପାଇଁ ବଳଗଣ୍ଡିଠାରେ ଜଗି ରହିଛନ୍ତି। ମା ଅଧାସିନୀ ଦେବୀଙ୍କୁ ନେଇ ଦୁଇଟି ଲୋକକଥା ପ୍ରଚଳିତ ହୋଇ ରହିଛି। ତ୍ରେତୟା ଯୁଗର କଥା। ଶ୍ରୀରାମଚନ୍ଦ୍ରଙ୍କୁ କିଏ ବା ଭଲ ନ ପାଏ? ସାରା ଅଯୋଧ୍ୟାବାସୀ ରାମଙ୍କ ଦର୍ଶନ କରିବା ପାଇଁ ବ୍ୟାକୁଳ ହୋଇ ଉଠନ୍ତି। ଠିକ୍ ସେହିପରି ମା କୈକେୟୀ ମଧ୍ୟ ଭରତଙ୍କଠାରୁ ଶ୍ରୀରାମଚନ୍ଦ୍ରଙ୍କୁ ଅଧିକ ଭଲ ପାଉଥିଲେ। ଦର୍ଶକବନ୍ଧୁ, ପ୍ରଭୁ ରାମଙ୍କ ଅବତାର ଥିଲା ନିଶାଚର ଓ ରାକ୍ଷସଙ୍କ ବଧ କରିବା ପାଇଁ ଏବଂ ଯଦି ସେ ଅଯୋଧ୍ୟାର ରାଜା ହୋଇଯିବେ, ତାହେଲେ ତାଙ୍କର ରାମ ଅବତାର କେମିତି ସାର୍ଥକ ହେବ? ଦିନେ ଶ୍ରୀରାମଚନ୍ଦ୍ର ମା କୈକେୟୀଙ୍କ କକ୍ଷକୁ ଗଲେ। କହିଲେ, ମା, ଆସନ୍ତା କାଲି ମୋର ରାଜ୍ୟାଭିଷେକ କରାଯିବ। ମା, ମୋର ଗୋଟିଏ କାମ କରିଦିଅନ୍ତୁ। କୈକେୟୀ କହିଲେ, କହ ପୁଅ, ତୁ ଯାହା କହିବୁ ମୁଁ ତୋ ପାଇଁ ତାହା କରିବି। ଶ୍ରୀରାମଚନ୍ଦ୍ର କହିଲେ, ମା, ଆପଣ ସେହି ପୂର୍ବ ନିର୍ଦ୍ଧାରିତ ବର ପିତାଶ୍ରୀଙ୍କୁ ମାଗନ୍ତୁ। ପ୍ରଥମ ବର, ମୋ ବଦଳରେ ଭରତ ରାଜା ହେବ ଓ ଦ୍ୱିତୀୟ ବର, ମୋତେ 14 ବର୍ଷ ବନବାସ ମିଳୁ। ଏହା ଶୁଣି କୈକେୟୀ ମନା କରିଦେଲେ। କୈକେୟୀ କହିଲେ, ପୁଅରେ, ମୁଁ ତୋ ବିନା ଗୋଟିଏ ମୁହୂର୍ତ୍ତ ରହିପାରିବି ନାହିଁ। 14 ବର୍ଷର ବନବାସ ମୁଁ କିପରି ପଠାଇବି? ଯଦିଓ ମୁଁ ଏହି କାର୍ଯ୍ୟ କରେ, ସାରା ଅଯୋଧ୍ୟାବାସୀ ଧିକ୍କାର କରିବେ। ଭରତ ମୋତେ ମା ଡାକିବ ନାହିଁ। କେହି ବି ମୋର ମୁହଁକୁ ଚାହିଁବେ ନାହିଁ।
ମୋତେ କେତେ ନିନ୍ଦା ଓ ଅପବାଦ ମିଳିବ। ଏହା ଶୁଣି ପ୍ରଭୁ ରାମ ମୁଣ୍ଡକୁ ତଳକୁ କରିଦେଲେ। ଆଉ କହିଲେ, ମା, ପୁଅ ପାଇଁ କ'ଣ ଏତିକି କରିପାରିବ ନାହିଁ? ତାପରେ କୈକେୟୀ ଆଖିରୁ ଅଶ୍ରୁଧାର ବୋହିଗଲା। କୈକେୟୀ କହିଲେ, ପୁଅରେ, ତୋ ପାଇଁ ମୁଁ ସବୁ ନିନ୍ଦା ଅପବାଦକୁ ସହିଯିବି, କିନ୍ତୁ ତୁ ମନ ଦୁଃଖ କର ନାହିଁ। ମୁଁ ତୋ ଶ୍ରୀ ମୁଖକୁ ସବୁବେଳେ ପ୍ରସ୍ଫୁଲ୍ଲିତ ଦେଖିବାକୁ ଚାହେଁ। ଏହାପରେ ଯାହା ଘଟିଲା ସମସ୍ତେ ଜାଣିଛନ୍ତି। ଠିକ୍ 14 ବର୍ଷ ପରେ ଯେତେବେଳେ ଶ୍ରୀରାମ ଅଯୋଧ୍ୟାକୁ ପ୍ରତ୍ୟାବର୍ତ୍ତନ କଲେ, ସମସ୍ତେ ରାମଙ୍କୁ ସ୍ୱାଗତ କରିବା ପାଇଁ ଦ୍ୱାର ସମ୍ମୁଖରେ ଛିଡ଼ା ହୋଇଥାନ୍ତି। କିନ୍ତୁ ମା କୈକେୟୀ କେଉଁ ମୁହଁରେ ରାମଙ୍କ ସମ୍ମୁଖକୁ ଯିବେ? ସମସ୍ତେ ଭାବୁଥିଲେ ଯେ ଶ୍ରୀରାମ ପ୍ରଥମେ ମା କୌଶଲ୍ୟାଙ୍କ ପାଖକୁ ଯିବେ, କିନ୍ତୁ ଶ୍ରୀରାମ ପ୍ରଥମେ ମା କୈକେୟୀଙ୍କ ପାଖକୁ ଗଲେ। ମା କୈକେୟୀ କହିଲେ, ରାମ, ସବୁ କାମ ହୋଇଗଲା ତ? ରାମ ମଧ୍ୟ କାନ୍ଦି କାନ୍ଦି କହିଲେ, ହଁ ମା, ହୋଇଗଲା। ତୁମେ କେମିତି ଅଛ? କୈକେୟୀ କହିଲେ, କେମିତି ଆଉ ଥିବି? ତୁ ଗଲା ପରେ କେହି ବି ମୋର ମୁହଁକୁ ଚାହୁଁନାହାନ୍ତି। ଅନ୍ୟଙ୍କ କଥା ଛାଡ଼, ଭରତ ମୋତେ ମା ଡାକୁନାହିଁ। ଶ୍ରୀରାମ କହିଲେ, ମା, ଆଜି ସିନା ଭରତ ତତେ ମା ଡାକୁନାହିଁ, ମୁଁ ତତେ କଥା ଦଉଛି, କଳିଯୁଗରେ ସାରା ଜଗତ ତତେ ମା ବୋଲି ଡାକିବ। ଆଉ ଦ୍ୱାପର ଯୁଗରେ ମୁଁ ତୋର ବାତ୍ସଲ୍ୟ ମମତାର ସୁଖ ଅନୁଭବ କରିବି। ଦ୍ୱାପର ଯୁଗର କଥା। ଶ୍ରୀକୃଷ୍ଣ ଅବତାରର ମାତୃପ୍ରେମ କହିଲେ ନ ସରେ। ଯାହାଙ୍କ ଇସାରାରେ ସୂର୍ଯ୍ୟ ଚନ୍ଦ୍ର ଆତଯାତ, ସେ ଯଶୋଦାଙ୍କ ପଣତରେ ବନ୍ଧା, ଯେଉଁ ପାଦ ଧୂଳି ପାଇଁ ବ୍ରହ୍ମା ମହେଶ୍ୱର ଓ ତପସ୍ୟା କରନ୍ତି, ସେ ପାଦ ଧୂଳିକୁ ମା ଯଶୋଦା ଅଳିଆ ଭାବରେ ଫିଙ୍ଗି ଦିଅନ୍ତି। ସମଗ୍ର ବ୍ରହ୍ମାଣ୍ଡକୁ ଯିଏ ପାଟିରେ ପୂରେଇ ରଖିଛନ୍ତି, ତାଙ୍କୁ ମା ଯଶୋଦା ଜାମୁକୋଳି ଗଛରେ ବାନ୍ଧି ଦେଇଛନ୍ତି। ସେଇଥିପାଇଁ କହନ୍ତି, ବୈକୁଣ୍ଠରେ ବି ମହାପ୍ରଭୁ ମା ଯଶୋଦାଙ୍କ କୋଳକୁ ଝୁରି ହୁଅନ୍ତି। ଥରେ ଦ୍ୱାରିକା ଲୀଳା ସମୟରେ ଶ୍ରୀକୃଷ୍ଣ ମା ଦେବକୀଙ୍କ ଆଗମନ ସତ୍ତ୍ୱେ ପ୍ରଭାସ ଯଜ୍ଞର ଆୟୋଜନ କରିଥିଲେ। ସେହି ସମୟରେ ମା ଦେବକୀଙ୍କ ମନରେ ଗର୍ବ ଓ ଅହଂଭାବ ସୃଷ୍ଟି ହେଲା। ସେ କହିଲେ, ଏହି ଯଜ୍ଞକୁ ସମସ୍ତଙ୍କୁ ଆମନ୍ତ୍ରଣ କରିବାକୁ, କିନ୍ତୁ ଗୋପପୁରକୁ ନିମନ୍ତ୍ରଣ କରିଲେ ନାହିଁ। ଦେବକୀଙ୍କ ଆଦେଶ ଅନୁକ୍ରମେ ସମସ୍ତଙ୍କୁ ଆମନ୍ତ୍ରଣ କରାଗଲା, କିନ୍ତୁ ଗୋପପୁରକୁ ନିମନ୍ତ୍ରଣ ଗଲା ନାହିଁ। ଏହା ଦେଖି ନାରଦ ପହଞ୍ଚିଲେ ଗୋପପୁରରେ। ଶ୍ରୀକୃଷ୍ଣ ଗଲା ଦିନୁ ଗୋପପୁର କଥା କହିଲେ ନ ସରେ। ଚାରିଆଡ଼େ ଶୋକର ଛାୟା ଖେଳି ଯାଇଥିଲା, କାହାରି ମୁହଁରେ ହସ ନାହିଁ। ନାରଦକୁ ଦେଖି ନନ୍ଦ ଓ ଯଶୋଦା ମନରେ ଟିକେ ଖୁସି ଉଙ୍କି ମାରିଲା। ସେ ଭାବୁଥିଲେ, ନାରଦ ଦ୍ୱାରିକାରୁ ଆସିଛନ୍ତି, କହ୍ନେଇ କିଛି ଖବର ଆଣିଥିବେ। ଯଶୋଦା ଖୁସିରେ ନାରଦଙ୍କୁ ପଚାରିଲେ, କେମିତି ଅଛି ମୋ କହ୍ନେଇ? ନାରଦ କହିଲେ, ସେ ବହୁତ ସୁଖରେ ଅଛନ୍ତି ଏବଂ ସେ ଯଜ୍ଞ କରୁଛନ୍ତି। ସମସ୍ତଙ୍କୁ ନିମନ୍ତ୍ରଣ କରାଯାଇଛି। ତୁମ ପାଖରେ କ'ଣ ନିମନ୍ତ୍ରଣ ପହଞ୍ଚି ନାହିଁ? ଏକଥା ଶୁଣିଲା ପରେ କେଉଁ ମାଆକୁ ଦୁଃଖ ଲାଗିବ ନାହିଁ? ଯିଏ ଛୋଟରୁ ବଡ଼ କରିଛି, ତାର କେତେ ଅଳି ଅଦଳି ସହିଛି। କ'ଣ ସେ ଦ୍ୱାରିକାଧୀଶ ହୋଇଗଲା ବୋଲି ମାଆର ମମତାକୁ ଭୁଲିଯିବ? କିନ୍ତୁ ଯଶୋଦା କହିଲେ, ଆହେ ନାରଦ, ନିମନ୍ତ୍ରଣ କାହାକୁ କରାଯାଏ? ମୁଁ ପରା ତାର ମାଆ। ମାଆକୁ କ'ଣ ତାର ପୁଅ ନିମନ୍ତ୍ରଣ କରିବ? ମୋର କାହ୍ନା ଯଜ୍ଞ କରୁଛି, କେମିତି ନ ଯିବୁ? ଆମେ ନିଶ୍ଚୟ ଯିବୁ। ନନ୍ଦରାଜା ଗୋପବାସୀଙ୍କୁ ଡାକିଲେ ଆଉ ଖୁସିରେ କହିଲେ, ଆମର କହ୍ନେଇ ଯଜ୍ଞ କରୁଛି, ଚାଲ ଦ୍ୱାରିକା ଯିବା। ଯିଏ ଯାହା ପାଇଲେ କଦଳୀ, କ୍ଷୀର, ଲବଣୀ, ଛେନା ଧରି ଚାଲିଲେ ଦ୍ୱାରିକା। ସେଠାରେ ଦେବକୀଙ୍କ ଆଦେଶ ଦେଇଛନ୍ତି ଯେ ସେନାଙ୍କୁ ଯେ ଗୋପୀମାନଙ୍କୁ ଭିତରକୁ ଛାଡ଼ିବ ନାହିଁ। ଯଶୋଦା କହୁଛନ୍ତି, ମୋ ପୁଅ ଯଜ୍ଞ କରୁଛି, ମୋତେ ଛାଡ଼ି ଦିଅ। ଏହାପରେ ସେନାପତି ଦେବକୀଙ୍କୁ ଡାକି ଆଣିଲେ। ଦେବକୀ କହୁଛନ୍ତି, ମୁଁ ତାର ମା ଓ ଯଶୋଦା କହୁଛନ୍ତି, ମୁଁ ତାର ମା। ମହାପ୍ରଭୁ ଶ୍ରୀକୃଷ୍ଣ ସେପଟେ ଯଜ୍ଞରେ ଆହୁତି ପ୍ରଦାନ କରୁଛନ୍ତି। ଠିକ୍ ସେହି ସ୍ଥାନରେ ସମସ୍ତ ଦେବାଦେବୀଗଣ ଉପସ୍ଥିତ ହେଲେ ଆଉ କହିଲେ, କୃଷ୍ଣ କାହାର ପୁତ୍ର, ତାକୁ ହିଁ ପଚାରି ଦିଅ। ଏହା ଶୁଣି ଦେବକୀ କହିଲେ, କୃଷ୍ଣ ଯାହା ଡାକ ଶୁଣି
ଆଗ ବାହାରି ଆସିବ ସେହି ହିଁ ତା'ର ମା'। ସତରେ ମା' ଡାକଠାରୁ ସଂସାରରେ ବଡ଼ ଡାକ ଆଉ କିଛି ନାହିଁ। ଏହି କଥାରେ ଯଶୋଦା ମଧ୍ୟ ରାଜି ହୋଇଗଲେ। ପ୍ରଥମେ ଦେବକୀ ଡାକିଲେ, କୃଷ୍ଣ ଦ୍ୱାରିକାଧୀଶ, ହେ ବାସୁଦେବ, ଏହି ସମସ୍ତ ନାମରେ ଡାକିଲେ। ଦେବକୀ ଡାକି ଡାକି ହାଲିଆ ହୋଇଗଲେ, ହେଲେ କୃଷ୍ଣଙ୍କ କାନରେ ବାଜୁନାହିଁ। ସେ ଯଜ୍ଞରେ ଆହୁତି ପ୍ରଦାନ କରୁଛନ୍ତି ଏବଂ ଦେବଗଣ କହିଲେ, ମା ଯଶୋଦା, ଏବେ ଆପଣଙ୍କ ପାଳି। ଆପଣ ଏବେ ଡାକନ୍ତୁ। ଯଶୋଦା ଡାକିଲେ, କହ୍ନେଇ, ହେ କହ୍ନେଇ। ଡାକ ଶୁଣି ମହାପ୍ରଭୁ ଯଜ୍ଞକୁଣ୍ଡ ଛାଡ଼ି ଦୌଡ଼ି ଆସିଲେ ମା ଯଶୋଦାଙ୍କ ପାଖକୁ ଏବଂ ଅଶ୍ରୁଳ ନେତ୍ରରେ ଯଶୋଦାଙ୍କ ପାଦତଳେ ପଡ଼ିଗଲେ। ଦେବକୀ କହିଲେ, ପୁଅରେ ଜନ୍ମ ଦେଇନି ବୋଲି ମୁଁ କ'ଣ ତୋର ମା ନୁହେଁ? ଆଜି ତୋର ମା ହେବାର ପରୀକ୍ଷା ଦେବାକୁ ପଡ଼ିଲା। ସେହି ସମୟରେ ଶ୍ରୀକୃଷ୍ଣ କହିଲେ, ମା, ଆଜି ତୋତେ ମୋ ପାଖକୁ ଆସିବାକୁ ପଡ଼ିଲା ବୋଲି ଏ ସଂସାର ପ୍ରଶ୍ନ କରୁଛି। ମୁଁ ନିଜେ କଳିଯୁଗରେ 60 ପୌଢ଼ୀ ଛାଡ଼ି, ରତ୍ନ ସିଂହାସନ ଛାଡ଼ି ମୁଁ ନିଜେ ତୋ ପାଖକୁ ଧାଇଁ ଯିବି ଏବଂ ଆନନ୍ଦରେ ତୋର ସେହି ସୁଆଦିଆ ପୋଡ଼ପିଠା ଖାଇବି। ସେହି ସମୟରେ କେହି ପ୍ରଶ୍ନ କରିପାରିବେ ନାହିଁ ଏବଂ ସଂସାର କହିବ, ମୁଁ ତୋର ପୁଅ। ଦଶବନ୍ଧୁ, ଏ ଥିଲା ମହାପ୍ରଭୁ ଜଗନ୍ନାଥଙ୍କର ମାଉସୀ ମା ଓ ମାତୃଭକ୍ତିର ଏକ ସୁନ୍ଦର ବାକ୍ୟ। ଏହାର କୌଣସି ପୃଷ୍ଠଭୂମି ନଥିଲେ ମଧ୍ୟ ଭକ୍ତିର ଭାବନାରେ ଭକ୍ତମାନେ ଆପଣେଇ ନେଇଛନ୍ତି। ସେଇଥିପାଇଁ କହନ୍ତି, ମା କୈକେୟୀ, ମା ଯଶୋଦା ହେଉଛନ୍ତି ପ୍ରଭୁ ଜଗନ୍ନାଥଙ୍କର ମାଉସୀ ମା ଓ ଅଧାସିନୀ ଦେବୀ। ଭିଡ଼ିଓଟି କେମିତି ଲାଗିଲା ନିହାତି କମେଣ୍ଟ ବକ୍ସ ମାଧ୍ୟମରେ ଆପଣମାନଙ୍କର ମତାମତ ଜଣାଇବା ପାଇଁ ଭୁଲିବେନି। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଚ୍ୟାନେଲକୁ ଲାଇକ୍ ଓ ସେୟାର, ସବସ୍କ୍ରାଇବ୍ କରିବା ସହିତ ଜମାରୁ ବି ଭୁଲିବେନି। ରହୁଛି, ନମସ୍କାର, ଜୟ ଜଗନ୍ନାଥ।